ରାଉରକେଲା ରେଳ ଷ୍ଟେସନ ପରିସରରେ ଜବତ ହେଲା ଲକ୍ଷ ଲକ୍ଷ ଟଙ୍କାର ଗଞ୍ଜେଇ। ସ୍କୁଲ ବ୍ୟାଗରେ କରାଯାଉଥିଲା ଏହି ବେଆଇନ ଗଞ୍ଜେଇ ଚାଲାଣ। ଦୁଇ ବଡ଼ ବଡ଼ ବୋରାରେ ଯେପରି କାହାକୁ ସନ୍ଦେହ ନ ହେବ ସେ ନେଇ ନିଶା ବେପାରୀମାନେ ସ୍କୁଲ ବ୍ୟାଗ ଭିତରେ ବିପୁଳ ପରିମାଣର ଗଞ୍ଜେଇ ଚାଲାଣ କରିଥିଲେ। ସମ୍ବଲପୁରରୁ ଆସିଥିଲା ଏହି ପାର୍ସଲ ଗୁଡ଼ିକ ପୁଣି ରାଉରକେଲାରୁ ଅନ୍ୟ ସହରକୁ ଚାଲାଣ ହେବାର ଯୋଜନା ରହିଥିଲା ବୋଲି ପୋଲିସ ତଦନ୍ତରୁ ଜଣାପଡ଼ିଥିବା ବେଳେ ଏହାର ଆନୁମାନିକ ମୂଲ୍ୟ 50 ଲକ୍ଷରୁ ଉର୍ଦ୍ଧ୍ୱ ବୋଲି ଅନୁମାନ କରାଯାଉଛି। ତେବେ ଏହି ଚୋରା ଗଞ୍ଜେଇ ଚାଲାଣ ରାଉରକେଲା ଷ୍ଟେସନରେ କେବେଠାରୁ ହେଉଛି, ଏହା ପଛରେ ଥିବା ଗଞ୍ଜେଇ ବେପାରୀଙ୍କ ପାଖରେ ପୋଲିସ କେବେ ପହଞ୍ଚୁଛି ନା ଏହି ଚୋରା ଗଞ୍ଜେଇ ଚାଲାଣ ରାକେଟ ପୋଲିସ ପର୍ଦ୍ଦାଫାଶ କରି ପାରୁଛି କି ନାହିଁ, ଏହା ଉପରେ ନଜର। ରାଉରକେଲାରୁ ଲବକିଶୋର ନାୟକଙ୍କ ରିପୋର୍ଟ, ନାଗରାଜ ନ୍ୟୁଜ।